ପ୍ରିୟ ଆତ୍ମନ୍, ଆଜି ଆନ୍ତର୍ଜାତିକ ଯୋଗ ଦିବସ। ଭାରତ ଯୋଗୀ ମୁନି ଋଷିର ଦେଶ। ଯୋଗ ପାଇଁ ଆମ ଦେଶ ମହାନ। ବିଶ୍ୱରେ ଭାରତ ହେଉଛି ଶ୍ରେଷ୍ଠ, ଯେ କି ଯୋଗକୁ ସମଗ୍ର ବିଶ୍ୱରେ ଶ୍ରେଷ୍ଠ କରିପାରିଛି। ସମଗ୍ର ବିଶ୍ୱର ସମସ୍ତ ରାଷ୍ଟ୍ରମାନଙ୍କ ଦ୍ୱାରା ଯୋଗ ଆଦୃତ ହୋଇଛି। ଆମ ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି 2014 ମସିହା ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘରେ ଉଦ୍ବୋଧନ ପ୍ରଦାନ କରି ପ୍ରତିବର୍ଷ ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ପ୍ରସ୍ତାବକୁ ମିଳିତ ଜାତିସଂଘ ଗ୍ରହଣ କରିବା ସହିତ ବିଶ୍ୱର 177ଟି ଦେଶ ଏହାକୁ ସମର୍ଥନ କରିଥିଲେ, ଯାହାଫଳରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ଜୁନ୍ 21 ତାରିଖକୁ ବିଶ୍ୱ ଯୋଗ ଦିବସ ରୂପେ ପ୍ରସ୍ତାବ ଗୃହୀତ ହୋଇଥିଲା। ତେଣୁ ଆମେ 2025 ମସିହା ଆଜି ଜୁନ୍ 21 ତାରିଖ ଆମେ ଯୋଗ ଦିବସ ପାଳନ କରୁଛନ୍ତି। ତେଣୁ ଏହାର ଥେମ୍ ହେଉଛି, ଆଜିର ଯୋଗ ଦିବସର ଥେମ୍ ହେଉଛି ଯୋଗା ଫର୍ ୱାନ୍ ଆର୍ଥ ୱାନ୍ ହେଲ୍ଥ। ସପ୍ରେମ୍ ଜୟ ଜୀବ।